Welcome to Nilo Koliboro. ସ୍ୱାଗତ। ଆଜି ଆମେ ଏକ ଏମିତି କବିତା ଭିତରକୁ ଯିବା ଯାହା ବୋଧହୁଏ ଆମେ ସମସ୍ତେ କେବେ ନା କେବେ ଶୁଣିଛେ ବା ଗୁଣୁଗୁଣେଇଛେ। ହଁ, ସେ ପ୍ରସିଦ୍ଧ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ଏକଦମ ସିସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡରଙ୍କର ଏହି ଅତି ସୁନ୍ଦର ସୃଷ୍ଟି। ଆମେ ଯଦି ଆମ ଚାରିପାଖକୁ ଟିକେ ଦେଖିବା, ଏହି ସକାଳର ସୁନେଲି କିରଣ, ସଞ୍ଜବେଳର ସେହି ରଙ୍ଗୀନ ଆକାଶ, ଫୁଲର ବାସ୍ନା, ପକ୍ଷୀମାନଙ୍କର କାକଳି, ନଦୀର କୁଳୁକୁଳୁ ଶବ୍ଦ, ପାହାଡ଼ର ସେଇ ବିରାଟତା। ହଁ, ଏସବୁ ଆମେ ଦେଖୁ, ଅନୁଭବ ବି କରୁ। କିନ୍ତୁ କେବେ ଭାବିଛେ ଏସବୁ ଆସିଲା କୋଉଠୁ? ଏହାକୁ କିଏ ତିଆରି କଲେ? ଆଉ ଏ ସବୁକୁ ଉପଭୋଗ କରିବା ପାଇଁ ଆମ ପାଖରେ ଯେଉଁ ଆଖି ଅଛି, କାନ ଅଛି, ମାନେ ଏ ଇନ୍ଦ୍ରିୟ ସବୁ, ଏଗୁଡ଼ା କାହାର ଦାନ? ସେଇ କଥା। ତେବେ ଆଜି ଆମର ଲକ୍ଷ୍ୟ ହେଉଛି ଏହି କବିତାକୁ ଭଲ ଭାବରେ ବୁଝିବା, ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ଏହାକୁ ପ୍ରଥମ ଥର ପାଇଁ ପଢ଼ୁଛନ୍ତି ବା ଗଭୀର ଭାବେ ବୁଝିବାକୁ ଚେଷ୍ଟା କରୁଛନ୍ତି। ଠିକ୍ କଥା। ଆମେ ଚେଷ୍ଟା କରିବା ପ୍ରତିଟି ପଦକୁ ଧରି ତାର ଅର୍ଥ ବୁଝିବାକୁ ଆଉ କବି ପ୍ରକୃତରେ କ'ଣ କହିବାକୁ ଚାହୁଁଛନ୍ତି ସେ ଭାବନା ପାଖରେ ପହଞ୍ଚିବାକୁ। ଆଚ୍ଛା, ଆରମ୍ଭ କରିବା ଆଗରୁ କବି ସେସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡରଙ୍କ ବିଷୟରେ ଆମେ ଟିକେ ଜାଣିନେବା କି? ହଁ, ନିଶ୍ଚୟ। C.F. ଆଲେକ୍ଜାଣ୍ଡର, ଯେମିତି ଆପଣ କହିଲେ, ସେ 1818 ମସିହାରେ ଆୟର୍ଲ୍ୟାଣ୍ଡର ଡବ୍ଲିନ୍ରେ ଜନ୍ମ ହୋଇଥିଲେ। ସେ ଜଣେ ବହୁତ ଜଣାଶୁଣା ଭକ୍ତି ସଙ୍ଗୀତ ଲେଖିକା ଥିଲେ ଆଉ କବି ମଧ୍ୟ। ଓହୋ, ଭକ୍ତି ସଙ୍ଗୀତ ଲେଖିକା। ହଁ, ତାଙ୍କ ଲେଖାଗୁଡ଼ିକର ବିଶେଷତ୍ୱ ହେଉଛି ସେଗୁଡ଼ିକ ବହୁତ ସରଳ ଭାଷାରେ ଥାଏ, କିନ୍ତୁ ତା ଭିତରେ ଭାବନା ବହୁତ ଗଭୀର ଥାଏ। ହଁ, ମୁଁ ବି ଶୁଣିଛି ତାଙ୍କର ଆଉ କିଛି ପ୍ରସିଦ୍ଧ ରଚନା ଅଛି, ଯେମିତି ହିମ୍ସ ଫର୍ ଚିଲ୍ଡ୍ରେନ୍, କ୍ରିସମସ୍ କ୍ୟାରଲ୍, ଆଉ ଗୋଟେ ୱାନ୍ସ ଇନ୍ ରୟାଲ୍ ଡେଭିଡ୍ ସିଟି ବି ଅଛି ବୋଧେ। ଏକଦମ ଭର୍ସେସ୍ ଫର୍ ହୋଲି ସିଜନ୍ ବୋଲି ବି ଗୋଟେ ଅଛି। ଆଉ ଆମେ ଆଜି ଯେଉଁ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ କବିତାଟି ଆଲୋଚନା କରୁଛେ, ସେଇଟା ତାଙ୍କର ହାଇମ୍ସ ଫର୍ ଚିଲ୍ଡ୍ରେନ୍ ସଂକଲନରୁ ହିଁ ନିଆଯାଇଛି। ଆଚ୍ଛା, ବୁଝିଲି। ଚାଲନ୍ତୁ ଏବେ ସିଧା କବିତାର ପ୍ରଥମ ପଦକୁ ଯିବା। ପଢୁଛି, ଶୁଣନ୍ତୁ। All things bright and beautiful, all creatures great and small, all things wise and wonderful, the Lord God made them all. ଏ ଚାରି ଧାଡ଼ି ଶୁଣିଲେ କ'ଣ ମନକୁ ଆସୁଛି ପ୍ରଥମେ? ଦେଖନ୍ତୁ, ଏଇ ପଦଟା ହେଉଛି ପୁରା କବିତାର ମୂଳଦୁଆ ପରି। କବି ଏକଦମ ଆରମ୍ଭରୁ କହିଦେଉଛନ୍ତି ଯେ ଆମେ ଆମ ଚାରିପାଖେ ଯାହା ବି ଦେଖୁଛେ, ଯାହା କିଛି ଉଜ୍ଜ୍ୱଳ ଆଉ ସୁନ୍ଦର ଅଛି। ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ହଁ, ଆଉ ଯେତେ ବି ଜୀବଜନ୍ତୁ ଅଛନ୍ତି, ସେ ବଡ଼ ହୁଅନ୍ତୁ ବା ଛୋଟ, ଗ୍ରେଟ୍ ଆଣ୍ଡ ସ୍ମଲ୍, ଏବଂ ଯେତେ ଜିନିଷ ଆମକୁ ଜ୍ଞାନପୂର୍ଣ୍ଣ ବା ଆଶ୍ଚର୍ଯ୍ୟଜନକ ଲାଗେ, ୱାଇଜ୍ ଆଣ୍ଡ ୱଣ୍ଡରଫୁଲ୍, ହଁ, ସେ ସବୁର ସ୍ରଷ୍ଟା ହେଉଛନ୍ତି ଜଣେ, ସେ ହେଉଛନ୍ତି ଭଗବାନ, ଦ ଲର୍ଡ ଗଡ୍। କବି ଏକଥା ଏକଦମ ସ୍ପଷ୍ଟ କରିଦେଉଛନ୍ତି। ତା ମାନେ ଏ ଯେତେ ସବୁ ବିବିଧତା ଆମେ ଦେଖୁଛେ, ସେସବୁ ପଛରେ ଜଣେ ହିଁ ଶକ୍ତି ଅଛନ୍ତି। ଏଠି ମୋର ଗୋଟେ ସ୍ପଷ୍ଟ କରିବା ପାଇଁ ପ୍ରଶ୍ନ। ହଁ, ପଚାରନ୍ତୁ। ଯେଉଁମାନେ ପ୍ରଥମ ଥର ଶୁଣୁଛନ୍ତି, ସେମାନଙ୍କ ପାଇଁ ତେବେ କବିଙ୍କ ମତରେ ଏ ସବୁ ଜିନିଷ ତିଆରି କିଏ କରିଛନ୍ତି? ହଁ, ଯେମିତି ଏଇ ପଦରେ ସ୍ପଷ୍ଟ ଲେଖା ଅଛି, ଦ ଲର୍ଡ ଗଡ୍ ମେଡ୍ ଦେମ୍ ଅଲ୍, ମାନେ ସର୍ବଶକ୍ତିମାନ ଭଗବାନ ହିଁ ଏ ସବୁ କିଛି ତିଆରି କରିଛନ୍ତି। ଆଚ୍ଛା, ଏବେ ଦ୍ୱିତୀୟ ପଦକୁ ଆସିବା। ଇଚ୍ ଲିଟଲ୍ ଫ୍ଲାୱାର ଦ୍ୟାଟ୍ ଓପନ୍ସ, ଇଚ୍ ଲିଟଲ୍ ବର୍ଡ ଦ୍ୟାଟ୍ ସିଙ୍ଗସ୍, ହି ମେଡ୍ ଦ ଗ୍ଲୋଇଂ କଲର୍ସ, ହି ମେଡ୍ ଦ ଟାଇନି ୱିଙ୍ଗସ୍। ଏଠି କବି ଟିକେ ନିର୍ଦ୍ଦିଷ୍ଟ ଉଦାହରଣ ଦଉଛନ୍ତି କି? ଏକଦମ। ପ୍ରଥମ ପଦରେ ସାଧାରଣ ଭାବେ କହିଲା ପରେ ଏବେ ଦେଖନ୍ତୁ କେମିତି ସେ ଛୋଟ ଛୋଟ ଜିନିଷ ଆଡ଼କୁ ଆମ ଧ୍ୟାନ ନେଉଛନ୍ତି। ପ୍ରତ୍ୟେକ ଛୋଟ ଫୁଲଟିଏ ଯେତେବେଳେ ସେ ଫୁଟୁଛି, ଲିଟଲ୍ ଫ୍ଲାୱାର ଦ୍ୟାଟ୍ ଓପନ୍ସ। ହଁ, ଆଉ ପ୍ରତ୍ୟେକ ଛୋଟ ପକ୍ଷୀଟିଏ ଯେତେବେଳେ ସେ ଗୀତ ଗାଉଛି, ଲିଟଲ୍ ବର୍ଡ ଦ୍ୟାଟ୍ ସିଙ୍ଗସ୍, ଏଗୁଡ଼ିକୁ ହୁଏତ ଆମକୁ ସାଧାରଣ ଲାଗିପାରେ, ଠିକ୍, କିନ୍ତୁ କବି କହୁଛନ୍ତି ସେଇ ଫୁଲମାନଙ୍କର ଯେଉଁ ଚମକଦାର ରଙ୍ଗ ଅଛି, ଗ୍ଲୋଇଂ କଲର୍ସ, ଆଉ ସେଇ ପକ୍ଷୀମାନଙ୍କର ଯେଉଁ ଛୋଟ ଛୋଟ କୋମଳ ଡେଣା ଅଛି, ଟାଇନି ୱିଙ୍ଗସ୍, ହଁ, ସେ ସବୁ ବି ସେଇ ଭଗବାନ ହିଁ ତିଆରି କରିଛନ୍ତି। ଏଥିରୁ ସୃଷ୍ଟିର କେତେ ସୂକ୍ଷ୍ମତା ଆଉ କାରିଗରୀ ଅଛି ସେଇଟା ଜଣାପଡ଼ୁଛି। ଏଇଠି ମତେ ଲାଗୁଛି କବି ଏ ଲିଟଲ୍ ଶବ୍ଦଟା ଉପରେ ବୋଧେ ବେଶୀ ଜୋର ଦେଉଛନ୍ତି। ମାନେ କେବଳ ବଡ଼ ଜିନିଷ ନୁହେଁ। ହଁ, ଛୋଟ ଛୋଟ ଜିନିଷ ଭିତରେ ବି ସେହି ସୌନ୍ଦର୍ଯ୍ୟ ଆଉ ସେହି ସ୍ରଷ୍ଟାଙ୍କର ହାତ ଅଛି। ପ୍ରଶ୍ନ ଆସେ ଯେ କବିତାରେ କେଉଁ ଛୋଟ ଜିନିଷଗୁଡ଼ିକର ନାଁ ନିଆଯାଇଛି, ତେବେ ଆମେ କ'ଣ କହିବା? ହଁ, ଏଠି ସ୍ପଷ୍ଟ ଭାବେ ଦୁଇଟି ଜିନିଷର ନାଁ ଅଛି, ଛୋଟ ଫୁଲ ଆଉ ଛୋଟ ପକ୍ଷୀ। ଠିକ୍। ଏବେ ଆସନ୍ତୁ ତୃତୀୟ ପଦକୁ।
The purple-headed mountain, the river running by, the sunset and the morning that brightens up the sky. ଏଠି ଦୃଶ୍ୟଟା ଟିକେ ବଡ଼ ହୋଇଗଲା। ହଁ, ଏଠି purple-headed mountain କଥାଟା ମତେ ଟିକେ ମାନେ ପର୍ବତର ମୁଣ୍ଡ ବାଇଗଣି ଏଟା କେମିତି? ଏଇଟା ବହୁତ ସୁନ୍ଦର କଥାଟିଏ। ଏହା ଏକ କାବ୍ୟିକ ବର୍ଣ୍ଣନା। ଏମିତି ନୁହେଁ ଯେ ପର୍ବତଟା ସବୁବେଳେ ବାଇଗଣି ଦିଶେ। ଓ ଆଚ୍ଛା। କିନ୍ତୁ ଆପଣ ଭାବନ୍ତୁ, ଯେତେବେଳେ ସୂର୍ଯ୍ୟ ଡୁବିବାକୁ ଯାଆନ୍ତି, ସେହି ସୂର୍ଯ୍ୟାସ୍ତ ସମୟରେ ହଁ, ସେତେବେଳେ ସୂର୍ଯ୍ୟଙ୍କର ସେହି ଶେଷ କିରଣ ଯେତେବେଳେ ପର୍ବତର ଶିଖର ଉପରେ ପଡ଼େ, ସେତେବେଳେ ଗୋଟେ ନୀଳ, ଲୋହିତ ବା ବାଇଗଣି ରଙ୍ଗର ଆଭା ସୃଷ୍ଟି ହୁଏ। କବି ସେହି ଦୃଶ୍ୟଟାକୁ ହିଁ ଏଠି ଧରିଛନ୍ତି। ବାଃ, ବହୁତ ସୁନ୍ଦର କଳ୍ପନା। ହଁ, ଆଉ ତା ସହିତ ସେ କହୁଛନ୍ତି ଆମ ପାଖ ଦେଇ ବହି ଯାଉଥିବା ନଦୀ କଥା, ରିଭର ରନିଂ ବାୟ, ଆଉ ସୂର୍ଯ୍ୟାସ୍ତ ଏବଂ ସକାଳ, ସନସେଟ୍ ଆଣ୍ଡ ମର୍ଣ୍ଣିଂ, ଯାହା ଆକାଶକୁ ପୁରା ଆଲୋକିତ କରିଦିଏ। That brightens up the sky. ତେବେ ଯଦି ପଚରାଯାଏ ଆକାଶକୁ କ'ଣ ଆଲୋକିତ କରେ? କବିତା ଅନୁସାରେ ଦୁଇଟି ଜିନିଷ, ସୂର୍ଯ୍ୟାସ୍ତ, ଦ ସନସେଟ୍, ଏବଂ ସକାଳ, ଦ ମର୍ଣ୍ଣିଂ। ଠିକ୍। ଆଗକୁ ବଢ଼ିବା। ଚତୁର୍ଥ ପଦ। The cold wind in the winter, the pleasant summer sun, the ripe fruit in the garden, he made them everyone. ଏଠି ଋତୁ କଥା ଆସିଲା। ହଁ, ମତେ ବି ସେମିତି ଲାଗୁଛି। ଶୀତ ଦିନ, ଗରମ ଦିନ। ଏକଦମ। କବି ଏଠି ଋତୁ ପରିବର୍ତ୍ତନ ଆଉ ପ୍ରକୃତିରୁ ମିଳୁଥିବା ଜିନିଷ କଥା କହୁଛନ୍ତି। ଶୀତଦିନର ସେଇ ଥଣ୍ଡା ପବନ, କୋଲ୍ଡ ୱିଣ୍ଡ ଇନ୍ ଦ ୱିଣ୍ଟର। ଆୟାରଲ୍ୟାଣ୍ଡରେ ତ ବହୁତ ଥଣ୍ଡା ହେଉଥିବ। ହଁ, ବୋଧହୁଏ। ଆଉ ତାପରେ ଗ୍ରୀଷ୍ମକାଳର ସେଇ ସୁଖଦ ମାନେ ଆରାମଦାୟକ ସୂର୍ଯ୍ୟକିରଣ, ପ୍ଲେଜେଣ୍ଟ ସମର ସନ୍। ଶୀତ ପରେ ଏଇଟା ନିଶ୍ଚୟ ଭଲ ଲାଗୁଥିବ। ହଁ, ଆଉ ତା ସାଙ୍ଗକୁ ଆମ ବଗିଚାରେ ପାଚିଥିବା ସେଇ ମିଠା ଫଳ, ଦ ରାଇପ୍ ଫ୍ରୁଟ୍ ଇନ୍ ଦ ଗାର୍ଡେନ୍। କବି କହୁଛନ୍ତି ଏ ସବୁ ଜିନିଷ ପ୍ରତ୍ୟେକଟି, ହି ମେଡ୍ ଦେମ୍ ଏଭ୍ରିୱାନ୍, ସବୁ ସେଇ ଭଗବାନଙ୍କ ଦ୍ୱାରା ହିଁ ସୃଷ୍ଟି। ଏଥିରେ ପ୍ରକୃତିର ଗୋଟେ ନିୟମିତତା ଆଉ ଆମ ପାଇଁ ଗୋଟେ ବ୍ୟବସ୍ଥା ଥିଲା ଭଳି ଲାଗୁଛି। ଠିକ୍ କହିଲେ। ତେବେ ଏଠି କେଉଁ ଦୁଇଟି ଋତୁର ନାଁ ସିଧାସଳଖ ନିଆଯାଇଛି? ଏଠି ଶୀତ ଋତୁ ୱିଣ୍ଟର ଆଉ ଗ୍ରୀଷ୍ମ ଋତୁ ସମର, ଏ ଦୁଇଟିର ନାଁ ସ୍ପଷ୍ଟ ଭାବେ ଅଛି। ଆଚ୍ଛା, ପରବର୍ତ୍ତୀ ପଦକୁ ଯିବା। ପଞ୍ଚମ ପଦ। ଦ ଟଲ୍ ଟ୍ରିଜ୍ ଇନ୍ ଦ ଗ୍ରୀନ୍ ଉଡ୍, ଦ ମେଡୋଜ୍ ୱେ ୱି ପ୍ଲେ, ଦ ରଶେସ୍ ବାୟ ଦ ୱାଟର ୱି ଗ୍ୟାଦର ଏଭ୍ରି ଡେ। ସବୁଜ ବଣ, ଘାସ ପଡ଼ିଆ, ହଁ, ଆଉ ଏ ରଶେସ୍ କ'ଣ ଜିନିଷ? ଏଇଟା ଟିକେ ଏଇ ପଦଟା ଆମକୁ ଆହୁରି ପାଖରୁ ପ୍ରକୃତି ସହ ଯୋଡୁଛି। ଦେଖନ୍ତୁ, ସବୁଜ ବଣ ଭିତରେ ଥିବା ସେଇ ଉଚ୍ଚ ଡେଙ୍ଗା ଗଛ, ଟଲ୍ ଟ୍ରିଜ୍ ଇନ୍ ଦ ଗ୍ରୀନ୍ ଉଡ୍, ଯାହାର ଭବ୍ୟତା ଆମେ ଦେଖୁ। ତାପରେ ସେଇ ସବୁଜ ଘାସ ପଡ଼ିଆ, ମେଡୋଜ୍, ଯେଉଁଠି ଆମେ ଖେଳୁକୁଦ କରୁ, ୱେ ୱି ପ୍ଲେ। ପିଲାମାନେ ଖେଳନ୍ତି। ହଁ, ଆଉ ରଶେସ୍ ବାଇ ଦ ୱାଟର, ଏଇଟା ହେଉଛି ପାଣି କୂଳରେ ବା ଜଳାଶୟ ପାଖରେ ବଢ଼ୁଥିବା ଏକ ପ୍ରକାରର ଲମ୍ବା ଘାସ ବା ନଳା ପରି ଗଛ। କବି କହୁଛନ୍ତି ୱି ଗ୍ୟାଦର ଏଭ୍ରି ଡେ, ମାନେ ଲୋକମାନେ ଏହାକୁ ପ୍ରତିଦିନ ସଂଗ୍ରହ କରନ୍ତି। କାହିଁକି? ହଁ, କାରଣ ପୁରୁଣା କାଳରେ, ଏପରିକି ଏବେ ବି କେତେକ ଜାଗାରେ, ଏଥିରୁ ଚଟେଇ ବା ଡାଳା ବା ବେଳେବେଳେ ଘର ଛପର ପାଇଁ ବି ବ୍ୟବହାର କରାଯାଏ। ଏଇଟା ଦେଖାଉଛି ଯେ ପ୍ରକୃତିର ପ୍ରତିଟି ଜିନିଷର କିଛି ନା କିଛି ଉପଯୋଗିତା ଅଛି। ବୁଝିଲି। ତାହେଲେ ଯଦି ଆମେ ଏଇ ପଦକୁ ଦେଖିବା, ସବୁଜ ବନାନୀରେ ଆମେ ମୁଖ୍ୟତଃ କ'ଣ ଉପଭୋଗ କରୁ ବୋଲି କୁହାଯାଇଛି? ଏଠି କୁହାଯାଇଛି ଉଚ୍ଚ ଗଛଗୁଡ଼ିକ କଥା, ଦ ଟଲ୍ ଟ୍ରିଜ୍। ଆଉ ଘାସ ପଡ଼ିଆ ବା ମିଡୋଜ୍ର କାମ କ'ଣ ବୋଲି କବି କହିଛନ୍ତି? ସେଠି କହିଛନ୍ତି ହ୍ୱେର୍ ୱି ପ୍ଲେ, ମାନେ ଏହା ଖେଳିବା ପାଇଁ ଏକ ଜାଗା। ଆଚ୍ଛା, ଏବେ ଆସିଲା କବିତାର ଶେଷ ପଦ। ଆଉ ମୋତେ ଲାଗୁଛି ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ହି ଗେଭ୍ ଅସ୍ ଆଇଜ୍ ଟୁ ସି ଦେମ୍ ଆଣ୍ଡ ଲିପ୍ସ ଦ୍ୟାଟ୍ ୱି ମାଇଟ୍ ଟେଲ୍ ହାଉ ଗ୍ରେଟ୍ ଇଜ୍ ଗଡ୍ ଅଲମାଇଟି, ହୁ ହାଜ୍ ମେଡ୍ ଅଲ୍ ଥିଙ୍ଗସ୍ ୱେଲ୍। ଏକଦମ, ଏଇଟା ପୁରା କବିତାର ସାରାଂଶ ପରି। ହଁ, ଏହା ସିଧାସଳଖ ଆମ ମଣିଷଙ୍କର ବିଷୟରେ କହୁଛି। ଏତେ ସମୟ ଧରି କବି ସୃଷ୍ଟିର ସବୁ ସୁନ୍ଦର ଜିନିଷ ବିଷୟରେ କହୁଥିଲେ, ଫୁଲ, ପକ୍ଷୀ, ପାହାଡ଼, ନଦୀ। ଏବେ ସେ କହୁଛନ୍ତି ଏହି ସବୁ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ, ଟୁ ସି ଦେମ୍, ଭଗବାନ ଆମକୁ କ'ଣ ଦେଇଛନ୍ତି? ଆଖି ଦେଇଛନ୍ତି, ଆଇଜ୍। ଆଚ୍ଛା, କେବଳ ସେତିକି ନୁହେଁ, ସେ ଆମକୁ ଓଠ ବି ଦେଇଛନ୍ତି, ଲିପ୍ସ। କାହିଁକି ଦେଇଛନ୍ତି? କହିବା ପାଇଁ। ହଁ, ଯେପରି ଆମେ କହିପାରିବା, ଦ୍ୟାଟ୍ ୱି ମାଇଟ୍ ଟେଲ୍, କ'ଣ କହିପାରିବା? ଯେ ସେହି ସର୍ବଶକ୍ତିମାନ ପରମେଶ୍ୱର, ଗଡ୍ ଅଲମାଇଟି, କେତେ ମହାନ ଅଟନ୍ତି। ହାଉ ଗ୍ରେଟ୍ ଇଜ୍ ଗଡ୍ ଅଲମାଇଟି।
ଆଉ କାହିଁକି ସେ ମହାନ? କାରଣ ସେ ଏହି ସମସ୍ତ ଜିନିଷକୁ ଏତେ ଭଲ ଭାବରେ, ଏତେ ସୁନ୍ଦର ଭାବରେ ତିଆରି କରିଛନ୍ତି। ହୁ ହାଜ୍ ମେଡ୍ ଅଲ୍ ଥିଙ୍ଗସ୍ ୱେଲ୍। ଏହାର ମାନେ ଆମର ଏଇ ଇନ୍ଦ୍ରିୟଗୁଡ଼ିକ କେବଳ ଦୁନିଆକୁ ଜାଣିବା ପାଇଁ ନୁହେଁ, ବରଂ ସେହି ସ୍ରଷ୍ଟାଙ୍କୁ ଜାଣିବା ଆଉ ତାଙ୍କ ମହାନତାକୁ ପ୍ରକାଶ କରିବା ପାଇଁ ବି ଦିଆଯାଇଛି। ଏକଦମ ଏକ କୃତଜ୍ଞତାର ଭାବ ଏଥିରେ ଅଛି। ତେବେ କବିଙ୍କ କହିବା ଅନୁସାରେ ଆମ ଓଠ କ'ଣ କରିବା ଉଚିତ ବା କ'ଣ କହିବା ଉଚିତ? ଆମ ଓଠ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କର ମହାନତା ବିଷୟରେ କହିବା ଉଚିତ। ହାଉ ଗ୍ରେଟ୍ ଇଜ୍ ଗଡ୍ ଅଲ୍‌ମାଇଟି। ଏହା ଏକ ପ୍ରକାରର ସ୍ତୁତି ବା ପ୍ରଶଂସା। ଆଉ କବି ଭଗବାନଙ୍କୁ କେଉଁ ବିଶେଷଣ ଦେଇଛନ୍ତି ଏଠି? କେମିତି ବର୍ଣ୍ଣନା କରିଛନ୍ତି? ମୁଖ୍ୟତଃ ଦୁଇଟି କଥା କହିଛନ୍ତି। ପ୍ରଥମତଃ ସେ ହେଉଛନ୍ତି ଅଲ୍‌ମାଇଟି, ଅର୍ଥାତ୍ ସର୍ବଶକ୍ତିମାନ। ଆଉ ଦ୍ୱିତୀୟରେ ସେ ଏମିତି ଜଣେ ଯିଏ ସବୁ କିଛିକୁ ବହୁତ ଭଲ ଭାବରେ, ସୁନ୍ଦର ଭାବରେ ତିଆରି କରିଛନ୍ତି। ହୁ ହାଜ୍ ମେଡ୍ ଅଲ୍ ଥିଙ୍ଗସ୍ ୱେଲ୍। ଆଚ୍ଛା, ଏବେ ଯେତେବେଳେ ଆମେ ପୁରା କବିତାଟିକୁ ଦେଖୁଛେ, ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଆପଣ କ'ଣ ଭାବୁଛନ୍ତି ଏଇଟା କେବଳ ଗୋଟେ ପ୍ରକୃତିର ବର୍ଣ୍ଣନା, ନା ଏହାକୁ ଆମେ ଗୋଟେ ପ୍ରାର୍ଥନା ବା ଭକ୍ତି ସଙ୍ଗୀତ କହିପାରିବା? ଏଟା ବହୁତ ଭଲ ପ୍ରଶ୍ନଟିଏ। ଦେଖନ୍ତୁ, କବିତାର ବେଶୀ ଭାଗ, ପ୍ରାୟ ପ୍ରଥମ 5 ପଦ, ସେଥିରେ ପ୍ରକୃତିର ଅଲଗା ଅଲଗା ରୂପର ବର୍ଣ୍ଣନା ରହିଛି। ଫୁଲ, ପକ୍ଷୀ, ପାହାଡ଼, ନଦୀ, ଋତୁ ଏସବୁ। ହଁ, ସେ ଦୃଷ୍ଟିରୁ ଏହା ବର୍ଣ୍ଣନାତ୍ମକ ଲାଗୁଛି। ଏକଦମ। କିନ୍ତୁ ଯେତେବେଳେ ଆମେ ଶେଷ ପଦକୁ ଆସୁଛେ, ସେଠି କଥାଟା ବଦଳି ଯାଉଛି। ସେଠି ସିଧାସଳଖ ଭଗବାନଙ୍କୁ ସମ୍ବୋଧନ କରାଯାଇନି ସତ୍, କିନ୍ତୁ ତାଙ୍କ ଦ୍ୱାରା ଦିଆଯାଇଥିବା ଇନ୍ଦ୍ରିୟ ପାଇଁ ଆଉ ତାଙ୍କ ମହାନ ସୃଷ୍ଟି ପାଇଁ କୃତଜ୍ଞତା ଜଣାଯାଉଛି। ଆଉ ତାଙ୍କ ମହାନତା ଗାନ କରାଯାଉଛି। ହଁ, ଆଉ ଏଇଟା ହିଁ ତ ଗୋଟେ ପ୍ରାର୍ଥନା ବା ହିମ୍ର ଲକ୍ଷଣ। ତେଣୁ ମୁଁ କହିବି, ଏଇଟା ଦୁଇଟାର ମିଶ୍ରଣ। ବର୍ଣ୍ଣନା ମାଧ୍ୟମରେ ଭକ୍ତିଭାବ ପ୍ରକାଶ ପାଇଛି, କିନ୍ତୁ ଏହାର ମୂଳ ସ୍ୱରଟା ହେଉଛି ପ୍ରଶଂସା ଆଉ କୃତଜ୍ଞତା। ଆଉ ଗୋଟେ କଥା ଯାହା ମୋତେ ବହୁତ ଭଲ ଲାଗିଲା, ସେଇଟା ହେଉଛି ଏହାର ଛନ୍ଦ, ରାଇମ୍ ସ୍କିମ୍। ପ୍ରତି ପଦର ଦ୍ୱିତୀୟ ଆଉ ଚତୁର୍ଥ ଧାଡ଼ିର ଶେଷ ଶବ୍ଦଗୁଡ଼ିକ କେମିତି ମିଶୁଛି। ହଁ, ଯେମିତି ସ୍ମଲ୍ ଆଉ ଅଲ୍, ସିଙ୍ଗସ୍ ଆଉ ୱିଙ୍ଗସ୍, ବାଏ ଆଉ ସ୍କାଏ, ସନ୍ ଆଉ ଏଭ୍ରିୱାନ୍, ପ୍ଲେ ଆଉ ଡେ। ଟେଲ୍ ଆଉ ୱେଲ୍। ଏହା କବିତାଟାକୁ ଗୋଟେ ସୁନ୍ଦର ଲୟ ଦେଉଛି, ନାହିଁ କି? ନିଶ୍ଚିତ ଭାବରେ। ଆଉ ଏଇ ସରଳ କିନ୍ତୁ ସୁନ୍ଦର ଛନ୍ଦ ଯୋଗୁଁ ହିଁ ଏଇଟା ପିଲାମାନଙ୍କ ପାଇଁ ଲେଖାଯାଇଥିବା ଗୀତ ଭାବରେ ଏତେ ଲୋକପ୍ରିୟ ହୋଇପାରିଛି। ମନେ ରଖିବାକୁ ବି ସହଜ। ତେବେ ଆଜିର ଆମର ଏ ଯୋଉ ଆଲୋଚନା ହେଲା, ଏଥିରୁ ମୁଖ୍ୟ କଥା କ'ଣ ବାହାରିଲା? ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ଆମକୁ ପ୍ରକୃତରେ କ'ଣ କହିବାକୁ ଚାହୁଁଛି? ମୋତେ ଲାଗୁଛି ଏହାର ମୁଖ୍ୟ ବାର୍ତ୍ତା ହେଉଛି ଆମ ଚାରିପାଖରେ ଥିବା ସୃଷ୍ଟି ପ୍ରତି ଗୋଟେ ସଚେତନ ଦୃଷ୍ଟି ରଖିବା। ପ୍ରତିଟି ଜିନିଷକୁ ଦେଖିବା, ତାହା ବଡ଼ ହେଉ କି ଛୋଟ, ସାଧାରଣ ଦିଶୁ କି ଅସାଧାରଣ। ସେ ସବୁର ସୌନ୍ଦର୍ଯ୍ୟ ଆଉ ତା ପଛରେ ଥିବା ସୃଷ୍ଟିକର୍ତ୍ତାଙ୍କ କାରିଗରୀକୁ ବୁଝିବା, ଆଉ ଏସବୁ ପାଇଁ ମନରେ ଗୋଟେ କୃତଜ୍ଞତାର ଭାବ ରଖିବା। ଆଉ ଆମକୁ ଯେଉଁ ଇନ୍ଦ୍ରିୟ ମିଳିଛି, ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମକୁ ଯେଉଁ ଦେଖିବା, ଶୁଣିବା, ଅନୁଭବ କରିବାର ଶକ୍ତି ମିଳିଛି, ତାକୁ ଠିକ୍ ଭାବରେ ବ୍ୟବହାର କରି ଏହି ସୃଷ୍ଟିର ମହାନତାକୁ ଅନୁଭବ କରିବା। କହିବାକୁ ଗଲେ ଏହା ଏକ ପ୍ରକାର ମାଇଣ୍ଡଫୁଲନେସ୍ ବା ସଜାଗ ରହିବାର ବାର୍ତ୍ତା ବି ଦେଉଛି। ଖୁବ୍ ସୁନ୍ଦର ଭାବରେ କହିଲେ। ଆମେ ଆଜି ଚେଷ୍ଟା କଲୁ ଏହି ସରଳ କବିତା ଭିତରେ ଥିବା ଗଭୀର ଭାବନାକୁ ଛୁଇଁବା ପାଇଁ। ଆଶା କରୁଛୁ ଯେଉଁମାନେ ଏହାକୁ ନୂଆ କରି ଜାଣୁଥିଲେ ବା ବୁଝିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ଆମର ଏ ଆଲୋଚନା କିଛିଟା ସହାୟକ ହୋଇଥିବ। ନିଶ୍ଚୟ। ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଛୋଟ ଚିନ୍ତା ଛାଡ଼ି ଯାଉଛୁ। କବିତାର ଶେଷ ପଦରେ କୁହାଗଲା ଯେ ଆମକୁ ଦେଖିବା ପାଇଁ ଆଖି ମିଳିଛି ଆଉ ସ୍ରଷ୍ଟାଙ୍କ ମହାନତା କହିବା ପାଇଁ ଓଠ ମିଳିଛି। ଆମେ ତ ଦିନସାରା କେତେ କ'ଣ ଦେଖୁଛେ ଆଉ କେତେ କ'ଣ କହୁଛେ, କିନ୍ତୁ ସତରେ କେତେଥର ଆମେ ଆମ ଆଖିରେ ଏହି ସୃଷ୍ଟିର ସୂକ୍ଷ୍ମ ସୌନ୍ଦର୍ଯ୍ୟକୁ, ଗୋଟେ ଛୋଟ ଫୁଲ ହେଉ କି ପକ୍ଷୀର ଗୀତ, ତାକୁ ଦେଖିବାକୁ ବା ଶୁଣିବାକୁ ଚେଷ୍ଟା କରୁଛେ। ଆଉ କେତେଥର ଆମ ଓଠରୁ ସେହି ସୌନ୍ଦର୍ଯ୍ୟ ପାଇଁ ବା ସେହି ସ୍ରଷ୍ଟାଙ୍କ ପାଇଁ ସ୍ୱତଃ କିଛି ପ୍ରଶଂସାର ଶବ୍ଦ ବାହାରି ଆସୁଛି। ବାସ୍ତବିକ ଏହା ଭାବିବା ଭଳି କଥା। ହଁ, ଏହି ପ୍ରଶ୍ନ ସହିତ ହିଁ ଆଜିର ଆଲୋଚନା ଏଇଠି ଶେଷ କରିବା। Thanks for watching and listening. Like, share, subscribe.